ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀର ସାହିତ୍ୟ ସରୋବର ପ୍ରଥମ ପଦ୍ୟ କଲାମାଣିକରେ ପଦ୍ୟଟି ପଢ଼ିବା। ତ ଏଇ କଲାମାଣିକରେ କବିତାର ପୃଷ୍ଠଭୂମି ହେଲା, କବିତାର ପୃଷ୍ଠଭୂମି କଳା ଏକ ରଙ୍ଗ, ମାଣିକ ହେଲା ଏକ ଅମୂଲ୍ୟ ରତ୍ନ। କଲାମାଣିକ ଏଠାରେ ଶ୍ରୀକୃଷ୍ଣ ଅତି ସୁନ୍ଦର ଶ୍ୟାମବର୍ଣ୍ଣ ଆକର୍ଷଣୀୟ ରୂପ ହୋଇଥିବାରୁ ତାଙ୍କୁ କଲାମାଣିକ ସହିତ ତୁଳନା କରାଯାଇଛି। ଇଏ ହେଲା ତାଙ୍କ କବିତାର ପୃଷ୍ଠଭୂମି। କବି ପରିଚୟ: କବି ଅଭିମନ୍ୟୁ ସାମନ୍ତ ସିଂହାର ଏହି କଲାମାଣିକରେ ପଦ୍ୟଟିକୁ ରଚନା କରିଅଛନ୍ତି। କବି ଅଭିମନ୍ୟୁ ସାମନ୍ତ ସିଂହାର ରୀତିଯୁଗୀୟ କବିମାନଙ୍କ ମଧ୍ୟରେ ଜଣେ ଅଗ୍ରଗଣ୍ୟ କବି। ସେ ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ରାଧା କୃଷ୍ଣ ଲୀଳାକୁ ଆଧାର କରି ବହୁ କାବ୍ୟ କବିତା ଲେଖିଅଛନ୍ତି। ସେ ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସବତୀ, ସୁଲକ୍ଷଣା, ବାଘ ଗୀତ, ଚଢ଼େଇ ଗୀତ, ବଲିଉଡ୍ ଏହିପରି ଅନେକ ଲୋକପ୍ରିୟ ତାଙ୍କର ସୃଷ୍ଟି। ଏଠାରେ କଳାମାଣିକରେ ଏଇ ଯେଉଁ ପଦ୍ୟଟି ବିଦଗ୍ଧ ଚିନ୍ତାମଣି କାବ୍ୟର 67 ଛାନ୍ଦରୁ ଅଣାଯାଇଛି। କୃଷ୍ଣ ସନ୍ଧ୍ୟା ସମୟରେ ଗାଈ ଗୋଠ ଧରି ଫେରିବାରେ ବିଳମ୍ବ ହୋଇଛି। ମାତା ଯଶୋଦାଙ୍କ ମନରେ ଅନେକ ବ୍ୟସ୍ତତା ଦେଖାଦେଇଛି। ଏହି ଯେଉଁ ବାତ୍ସଲ୍ୟମୟୀ ହୃଦୟର ଆବେଗକୁ କବି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି ଅଛନ୍ତି। ତାହେଲେ ବର୍ତ୍ତମାନ ଆମେ କବିତାରେ ଶବ୍ଦ କାଠିର ଦୂରୀକରଣ ସହ ସରଳୀକରଣ କରିବା। ପ୍ରଥମେ ମୁଁ କବିତାଟିକୁ ପଢ଼ି ଗୋଟିଏ ଗୋଟିଏ ପଦ ତମାନଙ୍କୁ ବୁଝେଇ ଦେଉଛି ଏବଂ କବିତାଟି ସରଳୀକରଣ ସାରିଲା ପରେ ଶେଷରେ ଆମେ କବିତାଟି ଆବୃତ୍ତି କରିବା। ଏହା ଏକ ଅତ୍ୟନ୍ତ ସୁନ୍ଦର କବିତା, ଯାହାକି ହୃଦୟସ୍ପର୍ଶୀ ଅଟେ। ତାହେଲେ ପ୍ରଥମେ ଆମେ ଗୋଟିଏ ଗୋଟିଏ ପଦ ସରଳୀକରଣ କରିବା। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଲୁଛନ୍ତି ମାତ, କଳା ମାଣିକରେ। ଏଇଠି ଦେଖ, ଧୀରେ ଧୀରେ, ଏଠାରେ ହେ ପଣ୍ଡିତ ମାନେ, ଧୀର ପଣ୍ଡିତ, ଧୀରେ ଏଠି ବହୁବଚନ। ହେ ଧୀରେ ହେ ପଣ୍ଡିତ ମାନେ, ଜଙ୍ଗଲରୁ କୃଷ୍ଣ ଗାଈ ଗୋଠ ନେଇ ଫେରିବାରେ ବିଳମ୍ବ ହେବାରୁ ମା ଯଶୋଦା ଚିନ୍ତିତ ହୋଇ ପଡ଼ିଛନ୍ତି। ସେ ମନକୁ ମନ କହୁଛନ୍ତି, ରେ କୃଷ୍ଣ, ଆଜି ତୋର ଫେରିବାରେ ଏତେ ବିଳମ୍ବ କାହିଁକି? ଶ୍ରୀକୃଷ୍ଣ ଯଶୋଦାଙ୍କର ଏକମାତ୍ର ଅଳିଗଳ ସନ୍ତାନ, ଯାହାକି ଏଠାରେ କେବଳ ଶ୍ରୀକୃଷ୍ଣଙ୍କ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଏହା ପ୍ରଯୁଜ୍ୟ। ପ୍ରତ୍ୟେକ ମାତା ପୁଅର ନିର୍ଦ୍ଦିଷ୍ଟ ସମୟରେ ଆସିବାରେ ଯଦି ବିଳମ୍ବ ହୁଏ, ମା ବ୍ୟଗ୍ର ହୋଇ ଉଠନ୍ତି। ଏହା ତମେମାନେ ମଧ୍ୟ ନିଶ୍ଚିତ ଅନୁଭବ କରିଥିବ। ତ ଶ୍ରୀକୃଷ୍ଣ ଯେତେବେଳେ ଜଙ୍ଗଲକୁ ଗାଈ ଗୋଠ ନେଇ ଯାଇଛନ୍ତି ଏବଂ ସନ୍ଧ୍ୟା ସମୟରେ ଫେରିବାରେ ବିଳମ୍ବ ହୋଇଛି, ମା ଚିନ୍ତାରେ ପଡ଼ିଯାଇଛନ୍ତି ଏବଂ ସେ ତାଙ୍କର ଆବେଗଭରା ହୃଦୟରେ ସେ କହୁଛନ୍ତି, ଭାବୁଛନ୍ତି ଯେ ଆଜି ପୁଅ ଆସିବାରେ ତାର ଏତେ ବିଳମ୍ବ କାହିଁକି ହେଲା? ଅନ୍ୟ ଦିନ ତ ସେ ଅତି ଶୀଘ୍ର ଆସେ, ସନ୍ଧ୍ୟା ପୂର୍ବରୁ ଗାଈ ଗୋଠ ନେଇ ଫେରି ଆସେ। ଦ୍ୱିତୀୟଟି ହେଲା, ଏଠି ଆମେ ଜାଣିବା ଯେ ଶ୍ରୀକୃଷ୍ଣ ଯଶୋଦାଙ୍କ ପାଇଁ କ'ଣ ଥିଲେ। ଦେଖ, ଏଠି ନିଧନ ଶଙ୍ଖାଲି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା, କଳା ମାଣିକରେ। ନିଧନ ଶଙ୍ଖାଲି, ଏଠାରେ ନିଧନ ଶବ୍ଦର ଅର୍ଥ ହେଲା ଧନହୀନ। ଶଙ୍ଖାଲି ଅର୍ଥ ସମ୍ବଳ, ଏଠାରେ ସହାୟ। ତାଙ୍କର ଏକମାତ୍ର ସେଇ ଶ୍ରୀକୃଷ୍ଣ ଯଶୋଦା ନିଜକୁ ନିଧନ ଅର୍ଥାତ୍ ଧନହୀନ ହିସାବରେ ତାଙ୍କର ଏକମାତ୍ର ସମ୍ବଳ ଥିଲେ ଶ୍ରୀକୃଷ୍ଣ। ଦରିଦ୍ରଙ୍କର ତାର ପସରା ଯେପରି ନିଜର ଏକମାତ୍ର ସମ୍ବଳ ଶ୍ରୀକୃଷ୍ଣ ଥିଲେ, ସେଇ ଯଶୋଦାଙ୍କର ଦରିଦ୍ର ପସରା ପରି। ଅନ୍ଧର ଯେମିତି ଲଉଡ଼ି ବା ବାଡ଼ି, ଲଉଡ଼ି ଶବ୍ଦର ଅର୍ଥ ହେଲା ବାଡ଼ି। ଅନ୍ଧର ଯେମିତି ବାଡ଼ି ଏକମାତ୍ର ପ୍ରୟୋଜନ, ବାଡ଼ି ବିନା ଅନ୍ଧ ଲୋକଟି କୌଣସି କାମ କରିପାରିବ ନାହିଁ। ହାତରେ ଗୋଟେ ଧରିଥିବ ଧଲା ବାଡ଼ି, ତୁମେମାନେ ଦେଖିଥିବ। ସେଇ ଧଲା ବାଡ଼ି ସାହାଯ୍ୟରେ ଅନ୍ଧ ରାସ୍ତା ପାଇ ହୁଏ ଏବଂ ତାର ଏକମାତ୍ର ସାହା ଭରସା।
ତ ଏବଂ ଶ୍ରୀକୃଷ୍ଣ ଯଶୋଦାଙ୍କ ପାଇଁ ତାଙ୍କର ହୃଦୟର ରତ୍ନହାର, ବାହୁରେ ହୃଦୟ ରତ୍ନହାର ବୋଲି ଏଠି କହିଛନ୍ତି। କୌଣସି ଅତି ଆପଣାର ଲୋକ କି ଯେ ଅତି ଆପଣକୁ ଆମେ ହୃଦୟରେ ସ୍ଥାନ ଦେଇଥାଉ, ତ ଶ୍ରୀକୃଷ୍ଣ ଯଶୋଦାଙ୍କ ପାଇଁ ଏହା ଥିଲେ। ସେ ନିଧନ ସଂଖାଳି, ଧନହୀନର ଏକମାତ୍ର ସମ୍ବଳ, ଦରିଦ୍ରର ଏକମାତ୍ର ପସରା, ଅନ୍ଧର ବାଡ଼ି ଏବଂ ହୃଦୟର ରତ୍ନହାର ପରି ଯଶୋଦାଙ୍କର ଥିଲେ। ଏଇଠି ଯଶୋଦା ଅତ୍ୟନ୍ତ ବ୍ୟଗ୍ରତାର ସହିତ ସେ କହୁଛନ୍ତି ଯେ ଶ୍ରୀକୃଷ୍ଣଙ୍କୁ, ମୋ ଜୀବନ ତୁହି ନୟନ ପ୍ରତିମା, ତୋତେ କି ପାଶୋରି ହେବ ମୋର ସୁଖ ସୀମା। ରେ ବାବୁ ଶ୍ରୀକୃଷ୍ଣ, ତୁ ମୋ ଜୀବନର ଜୀବନ ଅଟୁ। ଅର୍ଥାତ୍ ତୁ ଯଦି ତୋ ପାଇଁ ମୁଁ ବଞ୍ଚିଅଛି, ଯଦି ତୋତେ କିଛି ହୁଏ ତାହେଲେ ମୁଁ ଆଉ ବଞ୍ଚିପାରିବି ନାହିଁ। ତୁ ମୋ ନୟନର ପ୍ରତିମା, ଆଖିର ଛବି ଅଛୁ। ମୁଁ ଯେଉଁଆଡ଼େ ବି ଚାହେଁ ମୁଁ ତୋତେ ହିଁ ଦେଖେ। ତୁ ଆଖିର ନୟନର ପ୍ରତିମା, ଆଖିର ତାରା। ଯଦି ଆଖିର ତାରା ନଥିଲେ ମଣିଷ ଅନ୍ଧ ହେଇଯାଏ, ଠିକ୍ ସେହିପରି ଶ୍ରୀକୃଷ୍ଣ ଥିଲେ ଯଶୋଦାଙ୍କର ଆଖିର ତାରା ପରି। ତେଣୁ ସେ କହିଛନ୍ତି, ରେ ଶ୍ରୀକୃଷ୍ଣ, ତୋତେ କି ପାଶୋରି ହେବ ମୋର ସୁଖ ସୀମା। ତୋତେ ପାଶୋରି ମୁଁ ସୁଖର କଳ୍ପନା କରିବି, ଏହା କେବେ ସମ୍ଭବ ହୋଇପାରିବ ନାହିଁ। ତୋତେ ଛାଡ଼ି ମୁଁ ସୁଖରେ ରହିପାରିବି ନାହିଁ। ତୁ ଆଜି କାହିଁକି ଏତେ ବିଳମ୍ବ କରୁଛୁ ମୁଁ ଭାବିପାରୁନାହିଁ। ରେ ଶ୍ରୀକୃଷ୍ଣ, ଆଜି ତୋର ବଣରୁ ଫେରିବାରେ ଏତେ କାହିଁକି ବିଳମ୍ବ ହେଉଛି? ପିଲାମାନେ, ଏଠାରେ ଶ୍ରୀକୃଷ୍ଣ ଯଶୋଦାଙ୍କ ପାଇଁ କ'ଣ ଥିଲେ ତାହା ସହଜରେ ତମେମାନେ ଜାଣିପାରୁଥିବ। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୁରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ଏଠାରେ ଦେଖ, ଡରୁଥାଉ ଅନ୍ଧାରକୁ ରଖିଯାଉ ଗୁରୁ। ପ୍ରତ୍ୟେକ ଛୋଟ ଛୋଟ ପିଲାମାନେ ଅନ୍ଧାରକୁ ଭୟ କରନ୍ତି। ଅନ୍ଧାର ହୋଇଗଲେ ଏତେ ଭୂତ ପ୍ରେତ କ'ଣ ତାଙ୍କର ମନରେ ହୁଏ, ନିଜର ଛାଇକୁ ଦେଖିଲେ ମଧ୍ୟ ଡରେ। ସେ ଶ୍ରୀକୃଷ୍ଣ ମଧ୍ୟ ଗୋଟେ ଛୋଟିଆ ପିଲାଟିଏ, ସେ ମଧ୍ୟ ଅନ୍ଧାରକୁ ଭାରି ଭୟ କରୁଥିଲେ। ତେଣୁ ମା ଯଶୋଦା କହିଛନ୍ତି, ଅନ୍ଧାରକୁ ତୋତେ ଡର ଲାଗେ, ତେଣୁ ସନ୍ଧ୍ୟା ସମୟରେ ଅନ୍ଧାର ହେବା ଆଗରୁ ତୁ ଗାଈ ଗୋଠ ନେଇ ଆସିଯାଉ। କି ଆଜି ତୋର ଏତେ ବିଳମ୍ବ କାହିଁକି ହେଉଅଛି? ତୁ କ'ଣ ବାପା ମାଙ୍କୁ, ଜନକ ଜନନୀ, ଜନକ କହିଲେ ବାପା, ଜନନୀ କହିଲେ ମା, ଜାଣିଛ? ତେଣୁ ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ବାପା ମାଙ୍କର ସୁଖକୁ ତୁ କାହିଁକି ସାରୁଅଛୁ? ଅର୍ଥାତ୍ ଏଠି ସେ କହୁଛନ୍ତି, ଆମକୁ କ'ଣ ତୁ ଆଉ ସୁଖରେ ରହିବାକୁ ଦେବୁନି? ରେ କଳାମାଣିକ, ରେ ଶ୍ରୀକୃଷ୍ଣ, ଆଜି ତୋର ବଣରୁ ଫେରିବାରେ କାହିଁକି ଏତେ ବିଳମ୍ବ ହେଉଅଛି? ବୃଦ୍ଧକାଳେ ତୁମହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁହରି ଚନ୍ଦନ। ବୃଦ୍ଧକାଳେ ଅର୍ଥ ବୃଦ୍ଧାବସ୍ଥାରେ, ଅର୍ଥାତ୍ ନନ୍ଦ ଯଶୋଦା ବହୁ ଦିନ ଧରିକରି ତାଙ୍କର ପୁଅ ଝିଅ ନଥିଲେ। ତାଙ୍କର ତାଙ୍କର ପୌଢ଼ାବସ୍ଥାରେ ସେ ଶ୍ରୀକୃଷ୍ଣଙ୍କୁ ଏକମାତ୍ର ପୁଅ ହିସାବରେ ପାଇଥିଲେ। ନନ୍ଦନ ଶବ୍ଦର ଅର୍ଥ ହେଲା ପୁଅ। ଶ୍ରୀକୃଷ୍ଣ ତାଙ୍କର ଏକମାତ୍ର ପୁଅ ଥିଲେ ପୌଢ଼ାବସ୍ଥାରେ। ତେଣୁ ହୃଦୟର ଯେଉଁ କ୍ଲେଶ, ପୁଅ ଝିଅ ନ ହେବା ଦ୍ୱାରା ଯେଉଁ ବାପା ମାଙ୍କର କ୍ଲେଶ, ଯେଉଁ ହୃଦୟର ଯନ୍ତ୍ରଣା ବା ତାପ ବିନାଶନ ପାଇଁ ସେ ଥିଲେ, ଶ୍ରୀକୃଷ୍ଣ ଥିଲେ ନନ୍ଦ ଯଶୋଦାଙ୍କ ପାଇଁ ଭଗବାନଙ୍କର ଆଶୀର୍ବାଦ। ଏଠି ହରିଚନ୍ଦନ ଅର୍ଥାତ୍ ଏଠି କୈବଲ୍ୟ, ଅର୍ଥାତ୍ କୈବଲ୍ୟ ଯେପରି ସଂସାରର ଦୁଃଖ ସୁଖ ରୋଗରୁ ମୁକ୍ତି ପ୍ରଦାନ କରେ, ଠିକ୍ ସେହିପରି ଶ୍ରୀକୃଷ୍ଣ ଥିଲେ ନନ୍ଦ ଯଶୋଦାଙ୍କର ପାଇଁ ଭଗବାନଙ୍କର ଆଶୀର୍ବାଦ। ତ ଏଠି ନିଜର ମନର ଭାବନାକୁ ଯଶୋଦା ପ୍ରକାଶ କରିଛନ୍ତି ଯେ କିପରି ଭାବରେ ତାଙ୍କର ହୃଦୟର ଯନ୍ତ୍ରଣାକୁ ଲାଘବ ହୋଇଛି ଶ୍ରୀକୃଷ୍ଣଙ୍କ ପାଇଁ। ଅର୍ଥାତ୍ ଶ୍ରୀକୃଷ୍ଣ ହେଉଛନ୍ତି ଯଶୋଦାଙ୍କର ସର୍ବସ୍ୱ। ତାହେଲେ ଏଇଠି ଶ୍ରୀକୃଷ୍ଣ କ'ଣ ଖାଇବା ପାଇଁ ଭଲ ପାଉଥିଲେ, କ'ଣ ଖାଇବା ପାଇଁ ଭଲ ପାଉନଥିଲେ ତାହା ଦର୍ଶାଯାଇଛି। ପ୍ରତ୍ୟେକ ପିଲାମାନେ ଜାଣିଥିବ, ତମେମାନେ ମଧ୍ୟ ଘରେ ଅଝଟ କର ଏବଂ ତୁମକୁ ମଧ୍ୟ କେଉଁ ଖାଦ୍ୟ ଭଲ ଲାଗେ, କେଉଁଟା ଭଲ ନ ଲାଗେ, ମାଆଙ୍କୁ ଅଝଟ କରି ବାରମ୍ବାର ଜିଦ୍ ଧରି ବସ। ଶ୍ରୀକୃଷ୍ଣ ମଧ୍ୟ ଠିକ୍ ଗୋଟିଏ ଛୋଟିଆ ପିଲା ତମ ପରି, ଏବଂ ସେ ମଧ୍ୟ ତାଙ୍କ ମା ନିକଟରେ ଅଝଟ କରୁଥିଲେ। ଗୋଟିକା ଅଧାମ ସର ନରୁଚଇ ତୋତେ। ଗୋଟିକା ଅଧାମ ସର, ଏସବୁ ଗୋରସ ତିଆରି ଖାଦ୍ୟ, ପେଡ଼ା ରାବିଡ଼ି, ଏଇ ଯେଉଁ ରହିଲା ଲହୁ, ଏଗୁଡ଼ାକ ଶ୍ରୀକୃଷ୍ଣଙ୍କୁ ଭଲ ଲାଗୁନଥିଲା। ସେ ମାଆଙ୍କୁ ସଦା ଲହୁଣୀ ମାଗୁଥିଲେ।
अर्थात लांच अर्थ ये से शब्दटी अझट करवा माने ये घूस लांच शब्दर घूस नुहे यह बापा माँ प्रति पिलार अझट अली करवा एठी लांच शब्दर अर्थ अली से लवणी पाई सदा सर्वदा आग्रह प्रकाश करते श्रीकृष्ण एवं अन्यान्य जो सुस्वादु जिनिस गोरस तैयारी ताकू से बेसी पसंद कर से केवल लवणी ही तांकू भल लगुला तोली मु धइले गली होई जाऊ तुही तो दुर्बल देखी कहीं पशि बई मुही एठी यही सब यही जो पद्यर पद्यांशटी अति गुरुत्वपूर्ण तोली मु धइले गली होई जाऊ तुही यह अति गुरुत्वपूर्ण ताकू भल भाव बुझ श्रीकृष्ण को जेतेबेले यशोदा कोलाग्रत करुले से अनुभव करुले जमीक श्रीकृष्ण तांको देहरे मिसी जाउथिले अर्थात से एतिकी कोमल थिले एतिकी तांकुर अनुभव होउथिला तेणु से छोटिया पिलाटी तो दुर्बल देखी कहीं पशि तो तू तो मत धरिले तू मो देहरे मिसी जीवा परी परी मते अनुभव हो तो तू आज बण को जाइछु एते कोमल शरीर तू किपरि भावरे जे आज तो देरी होउछि मु बुझी पारुनी तोर एते दुर्बल शरीर बणरू केमिति फेरी आसुथिबु तथा श्रीकृष्ण अत्यंत कोमल शरीर विशिष्ट पिलाटीए थिले प्रत्येक छोट छोट पिला माने ठीक सेमिति थांती ठीक लहुणीटीर गोटे पितुला जेपरी श्रीकृष्ण प्रत्येक पिला छोट छोट छुआ मैंने सेपरी थांती तेणु माँ यशोदा कहते मु जितेबले तोते कोलाग्रत करे मते अनुभव होउथाए जे सत्य बा तू मो देह सारे मिसी जाउछु तो सेतिकी दुर्बल रे श्रीकृष्ण आज तोर काहींकी फेरिबारे देरी होउछि डाकिनी लोभांती बोली डरू थाउ मने डाकिनी अर्थ शब्दर एठी डाहाणी साधारणतः ग्रामांचल गोटे विश्वास अच्छी जे छोट छोट छुआ मानू डाहाणीकर आखि पड़ जाए तेणु माँ मैंने डाहाणी ठारू दूरे रखा पगु से सब चेष्टा करती किए कला दाग मुखमंडल दे था डाहाणी आखि पड़ब ना बोलिक तो डाहाणी माने छोट छोट पिला प्रति तांकर आसक्ति थाए एवं तांकर अनिष्ट चिंता करती तेणु से डाहाणी कबल रक्षा करने बारंबार बण को जावाई श्रीकृष्ण को यशोदा मना करुथिले निशाचर मातिबार शुभुछि श्रुति की मुडंकुड़ी छाड़देली बण को कहीं एठारे माँ यशोदा निजे निजको गाली देउछंती जे निशाचर शब्दर निशा अर्थ रात्रि रे विचरण करे ताकू कह जाए निशाचर एठारे राक्षस मान को बुझाऊँ तो निशाचर मातिबार शुभुछि श्रुति बण रे निशाचर माने उपद्रव करुअछंती यहा मु शुणिबा को पाउछि श्रुति रे अर्थ कान रे श्रुति अर्थ शुणिबा मध्य निशाचर मातिबार शुभुछि श्रुति की मुडंकुड़ी छाड़देली बण को कहीं कला माणी करे निशाचर शब्दर अर्थ है निशा अर्थ रात्रि चर अर्थ जे विचरण करे रात्रि विचरण करे एठारे राक्षस मान को बुझाऊँच जे राक्षस माने बण रे उपद्रव करुअछंती यह कान रे मु शुणिछि श्रुति अर्थ कान एवं शुणिबा मध्य तेणु निशाचर मातिबार शुभुछि श्रुति की निशाचर माने बण रे उपद्रव करुअछंती यह मु शुणिअछि मुडंकुणी छाड़देली बण को कहीं डंकुणी अर्थ जे डंक मारे डंकुणी अर्थ जे डंक मारे अर्थ साप जो मैंने पछक आउ कहते अर्थात सर्प माने तो निजे यशोदा निजको गोटे सापुणी बोली करी एठारे निजे निजको गाली दउछि जे मु शुणी जानी शुणी मो पुआ को कहीं विपद मुह को ठेली देली निशाचर माने रात्रिचर माने राक्षस माने बणुरी उपद्रव करुअछंती यह मु जानी शुणी मो पुआ को बण को कहीं छाड़ी देली तो यहीपरी माँ अनेक भावना तांको मन रे आसुअछि से चिंता करुअछंती बसिकरी बापा पुअर बाट को चाही बसी अछंती केतेबेले पुआ
ଆସିବ। ଏପରି ପ୍ରତ୍ୟେକ ମା ଚିନ୍ତା କରନ୍ତି, କେବଳ ଶ୍ରୀକୃଷ୍ଣଙ୍କ ନୁହେଁ। ଝାଳ ବହୁ ଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଶ୍ରମ ପାଇ ତରୁ ତଳେ ବସିଥିବୁ ପରା। କଳା ମାଣିକରେ ଝାଳ ବହୁ ଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା। ଝାଳ ବହୁଥିବ ଗ୍ରୀଷ୍ମ ସମୟରେ ଗାଈ ଗୋଠକୁ ଯେତେବେଳେ ଶ୍ରୀକୃଷ୍ଣ ବଣକୁ ନେଇ ଚରେଇବା ପାଇଁ ଯାଇଛନ୍ତି, ଗାଈ ସେହି ସମୟରେ ସେ ଗ୍ରୀଷ୍ମ ସମୟରେ ତାଙ୍କ ଦେହରୁ ଝାଳ ଗମ ଗମ ହୋଇକରି ବହୁଥିବ। ଝାଞ୍ଜି ଖରା, ଝାଉ ଖରା ମାନେ ଗ୍ରୀଷ୍ମ ଜ୍ୟେଷ୍ଠ ବୈଶାଖ ମାସରେ ଯେଉଁ ଖରାରେ ହୁଏ, ପ୍ରଚଣ୍ଡ ଖରା, ଯାହାକି ପୃଥିବୀକୁ ଉତ୍ତପ୍ତ କରିଦିଏ। ସେଇ ଝାଞ୍ଜି ଖରା ପାଇ ଶ୍ରୀକୃଷ୍ଣଙ୍କର କୋମଳ ଅଙ୍ଗ କଳା କାଠି ପଡ଼ିଯାଇଥିବ, ଦେହରୁ ଗମ ଗମ ଝାଳ ବହୁଥିବ। ତୁ ଥକି ପଡ଼ିକିରି, ଶ୍ରମ ଅର୍ଥ ଏଟା ଥକି ପଡ଼ିକି ତୁ ଗଛ ତଳରେ ବସିଥିବୁ। ଏହା ମନେ ମନେ ଯଶୋଦା ଭାବୁଛନ୍ତି, ପୁଅ ଏହି ମାନେ ଗ୍ରୀଷ୍ମର ପ୍ରବାହରେ, ଝାଞ୍ଜି ଖରାରେ ଥକି ଯାଇ ଗଛ ତଳେ, ତରୁ ତଳେ, ବୃକ୍ଷ ତଳରେ ବସିଥିବୁ। ନେଲୁ ନାହିଁ କାହିଁ ପାଇଁ ତୋକଠଉ ଛତା, ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା। ତ ତୁ ଯେତେବେଳେ ଗଲୁ ବଣକୁ ଗାଈ ଚରେଇବା ପାଇଁ, ସେତେବେଳେ ତୁ କୋଠଉ ନେବା କଥା, ହାତରେ ଛତା ଧରିଥିବା କଥା। କୋଠଉ ଯଦି ପିନ୍ଧିଥାନ୍ତୁ, ତାହେଲେ ବଣର ଆବଡ଼ା ଖାବଡ଼ା ରାସ୍ତାରେ କଣ୍ଟା ଝଣ୍ଟା ପାଦରେ ଲାଗି ନଥାନ୍ତା, ଲାଗିବ ନାହିଁ। ତୋର କୋମଳ ପାଦରେ କଣ୍ଟା ଫୁଟିଯିବ ଏବଂ ବହୁତ ଯନ୍ତ୍ରଣା ହେବ। ଛତା ଯଦି ଧରିଥାନ୍ତୁ, ଖରାରୁ ବର୍ଷାରୁ ତୁ ରକ୍ଷା ପାଇଥାନ୍ତୁ। ତୋର ମୃଦୁ ପାଦ, ମୃଦୁ ଅର୍ଥ କୋମଳ ପାଦ, ତୋର ମୃଦୁ ପାଦ ବା କୋମଳ ପାଦରେ କଣ୍ଟା ଲାଗି ନିଶ୍ଚିତ ହିସାବରେ ବ୍ୟଥା